ରାମ ନାରାୟଣ ରାମ। ସୂର୍ଯ୍ୟର ଆକୃତି ମଧ୍ୟ ତାହାର ନିଜର ନୁହେଁ। ଅନେକ ତେଜମୟ କଣିକା ମିଶି ସୂର୍ଯ୍ୟ ଗଠିତ ହୋଇଛି। ପୂର୍ବରୁ ଏହି କଣିକାଗୁଡ଼ିକ ଶୂନ୍ୟରେ ରହିଥିଲା। ଦୁଧକୁ ମଥିଲେ ଯେପରି ମକନ ନିଷ୍ପନ୍ନ ହୁଏ, ସେପରି ଗତିର ଆଲୋଡ଼ନ ଦ୍ୱାରା ଯେ କଣିକାଗୁଡ଼ିକ ବିଶ୍ୱର ମହାଶୂନ୍ୟରେ ପ୍ରସାରିତ ଅଛି, ସେଥିରୁ ମକନ ଉତ୍ପନ୍ନ ହୁଏ। ବିଶ୍ୱର ମନ୍ଥନରୁ ସୂର୍ଯ୍ୟ ଉତ୍ପନ୍ନ ହୋଇଛି। ସେହି ସୂର୍ଯ୍ୟରୁ ଭୂମି ଏବଂ ତାହାରୁ ସଂସାରିକ ଜୀବ ଉତ୍ପନ୍ନ ହୋଇଛି, ଯାହା ତେଜସ୍ୱୀ କଣିକାରେ ପରିପୂର୍ଣ୍ଣ। ଏହି ଶରୀର ମଧ୍ୟ ଅସଂଖ୍ୟ ତେଜସ୍ୱୀ କଣିକା ଏକତ୍ର ହୋଇ ଗଠିତ ହୋଇଛି। ଏହି କଣିକାଗୁଡ଼ିକରେ ସୂର୍ଯ୍ୟର ଶକ୍ତି ଭରିଆଛି। କେବଳ ଏହାକୁ ମୁକ୍ତ କରିଦିଅ। ସୂର୍ଯ୍ୟର ଶକ୍ତି ଗୋଟିଏ ଜୀବାଟିଙ୍କ ଆକାରରେ ତୁମ ମଧ୍ୟରେ ମଧ୍ୟ ବିଦ୍ୟମାନ ଅଛି।